ଇତିହାସର ସେହି ଚିରସ୍ମରଣୀୟ ପୃଷ୍ଠରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଥିବା ଓଡ଼ିଶାର ବୀରପୁତ୍ରମାନଙ୍କ ପଦଯୁଗଳରେ ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଆଜିକା ସଭାରେ ଉପସ୍ଥିତ ଥିବା ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ଏବଂ ମୋର ପ୍ରିୟ ସମସ୍ତେ ଆମେ ଜାଣିଲେ ଉତ୍କଳ ଦିବସର ମହତ୍ତ୍ୱ କାହିଁକି ପାଳନ କରାଯାଏ, କେବେଠାରୁ ପାଳନ କରାଯାଏ, ତାର ଆବଶ୍ୟକତା କ'ଣ। ଗୋଟିଏ ଆବଶ୍ୟକତା କହିବି, ଯେହେତୁ ଭାଷା ଗୋଟେ ବ୍ୟକ୍ତିର ପରିଚୟ, ଭାଷା ହେଉଛି ନିଜ ପରିଚୟ, ତ ସେଇ ଭାଷା ବଞ୍ଚିଲେ ଯାଇ ଆମ ଜାତି ବଞ୍ଚିବ। ଏଇ କଥାକୁ ଆଖି ଆଗରେ ରଖି ଆମର ବୀରପୁତ୍ର ଯଥା ଗୋପବନ୍ଧୁ ଦାସ, ଫକୀରମୋହନ ସେନାପତି, କୃଷ୍ଣଚନ୍ଦ୍ର ଗଜପତି ଆଦି ବହୁତ ମହାନ ବ୍ୟକ୍ତିମାନେ ନିଜ ପ୍ରାଣପଣେ ଚେଷ୍ଟା କରି ନିଜ ଓଡ଼ିଆ ଭାଷା, ନିଜ ମାତୃଭାଷାକୁ ବଞ୍ଚାଇ ରଖିଲେ, ଯାହାଫଳରେ ଯାହାଙ୍କ ପ୍ରାଣପଣ ଉଦ୍ୟମ ଯୋଗୁଁ ଆଜି ଆମେ ଉତ୍କଳ ଦିବସକୁ ପାଳନ କରୁଛୁ। ଏହି ଅବସରରେ ମୁଁ ତୁମମାନଙ୍କୁ ଛୋଟିଆ ଗୋଟେ ଗୀତ ଶୁଣେଇବି। ବହୁତ ପୁରୁଣା ଗୀତଟେ, ଶିଶୁ ଗୀତ ହେଇଥିଲା, ମୋ ପିଲାବେଳର ଗୀତ। ସୁନ୍ଦର ମୋ ଜନ୍ମଭୂମି, ସୁନ୍ଦରତା ଶାଗୁଆ ବନ, ସୁନ୍ଦରତା ପାହାଡ଼ ନଈ। ସୁନ୍ଦର ମୋ ଜନ୍ମଭୂମି, ସୁନ୍ଦରତା ଶାଗୁଆ ବନ, ସୁନ୍ଦରତା ପାହାଡ଼ ନଈ। ସୁନ୍ଦରତା ଗଛଲତା, ସୁନ୍ଦର ମୃଦୁ ପବନତା, ସୁନ୍ଦରତା ଗଛଲତା, ସୁନ୍ଦର ମୃଦୁ ପବନତା। ସୁନ୍ଦର ଏହି ଦେଶରେ ମୋର ସୁନ୍ଦର ଦିଶେ ଭଉଣୀ ଭାଇ, ସୁନ୍ଦରତା ପାହାଡ଼ ନଈ। ସୁନ୍ଦର ଏହି ଦେଶରେ ମୋର ସୁନ୍ଦର ଦିଶେ ଭଉଣୀ ଭାଇ, ସୁନ୍ଦରତା ପାହାଡ଼ ନଈ। ଏ ଦେଶ ମାଟି କି ସୁନ୍ଦର, ସୁନ୍ଦର ଘାସ ଫୁଲ ଫଳ, ଏ ଦେଶ ମାଟି କି ସୁନ୍ଦର, ସୁନ୍ଦର ଘାସ ଫୁଲ ଫଳ। ସୁନ୍ଦର ସବୁ ସୁନ୍ଦର ଏଠି ଜନମିତ ହି ସୁନ୍ଦର ମୁହିଁ, ସୁନ୍ଦରତା ପାହାଡ଼ ନଈ। ସୁନ୍ଦର ସବୁ ସୁନ୍ଦର ଏଠି ଜନମିତ ହି ସୁନ୍ଦର ମୁହିଁ, ସୁନ୍ଦରତା ପାହାଡ଼ ନଈ। ସୁନ୍ଦର ମୋ ଜନ୍ମଭୂମି, ସୁନ୍ଦରତା ଶାଗୁଆ ବନ, ସୁନ୍ଦରତା ପାହାଡ଼ ନଈ। ସୁନ୍ଦରତା ପାହାଡ଼ ନଈ। ଯେଉଁଆଡ଼େ ବି ଯିବା ଆମେ ନିଜ ମାତୃଭାଷାକୁ ସବୁବେଳେ ମନେ ରଖିବା, କାହିଁକି ମାତୃଭୂମି ମାତୃଭାଷାରେ ମମତା, ଯାହୃଦେ ଜନ୍ମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା, ଅଜ୍ଞାନ ରହିବେ କାହିଁ। ଧନ୍ୟବାଦ।